ହ୍ୟାଲୋ ଫ୍ରେଣ୍ଡ, ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ ଆପଣମାନେ ଦେଖିବାକୁ ପାଇବେ ଆନି ସେ ତାଙ୍କ ମ୍ୟାଥ ମ୍ୟାମଙ୍କ ପାଖରେ ଟ୍ୟୁସନ କରିବା ପାଇଁ ବହୁତ ଇଚ୍ଛା ପ୍ରକାଶ କରୁଛନ୍ତି, ବହୁତ ଇଣ୍ଟରେଷ୍ଟେଡ ଅଛନ୍ତି। ତେଣୁକରି ସେ ତାଙ୍କ ବାପାଙ୍କୁ ସବୁବେଳେ କହୁଛନ୍ତି ତମେ ମ୍ୟାମଙ୍କ ସହିତ କଥା ହୁଅ, ମୁଁ ତାଙ୍କ ପାଖରେ ଟ୍ୟୁସନ କରିବି। ଗାଡ଼ିରେ ଯାଉଥିଲା ସମୟରେ ମଧ୍ୟ ଆନି କହୁଛନ୍ତି ବାପା ତୁମେ ମ୍ୟାମକୁ କ'ଣ ପାଇଁ କଲ୍ କରୁନ, ତୁମେ ମ୍ୟାମକୁ କ'ଣ ପାଇଁ କହୁନ ମୁଁ ତାଙ୍କ ପାଖରେ ଟ୍ୟୁସନ ହେବି ବୋଲି। ତ ଅଂଶ କହୁଛନ୍ତି ଯେପର୍ଯ୍ୟନ୍ତ ମୁଁ ତାଙ୍କ ମାମା ସହିତ କଥା ହେଇନି ସେ ମୋତେ ରଖେଇ ଦେବନି। ଏହା କହି ଅଂଶ ଫୋନ୍ କରୁଛନ୍ତି। ଆଦ୍ୟା ଫୋନ୍ ଉଠେଇଛନ୍ତି। କ'ଣ ଅଂଶ ଆଦ୍ୟାର ଭଏସ୍ ଶୁଣି ଜାଣିପାରିବ ଯେ ଇଏ ହିଁ ଆଦ୍ୟା ମୋ ସ୍ତ୍ରୀ ବୋଲି? ତାହେଲେ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଚ୍ୟାନେଲରେ ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ୍ ବେଲକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ କ'ଣ ହେବ ଆପଣମାନେ ଜାଣିପାରିବେ। ତେବେ ଆନି ସେ ଆଦ୍ୟାଙ୍କ ପାଖରେ ଟ୍ୟୁସନ ହେବା ପାଇଁ ବହୁତ ଇଚ୍ଛା ପ୍ରକାଶ କରୁଛି। ସେ ସବୁବେଳେ ତାଙ୍କ ବାପାଙ୍କୁ କହୁଛନ୍ତି ବାପା ମୋତେ ମ୍ୟାମଙ୍କ ସହିତ କଥା କରେଇ ଦିଅ, ମୁଁ ତାଙ୍କ ପାଖରେ ଟ୍ୟୁସନ ହେବି ବୋଲି। ତ ଅଂଶ ସବୁବେଳେ ତାଙ୍କ ସହିତ ଦେଖା କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ କହିପାରିନଥିଲେ। ତ ଅଂଶ ଏବଂ ଆନି ଗୋଟେ ଗାଡ଼ିରେ ଯାଉଛନ୍ତି। ଏପଟେ ଆଦ୍ୟା ଏବଂ ଆନ୍ୟା ବି ତାଙ୍କ ଅଟୋରେ ସେମାନେ ସ୍କୁଲ ଯାଉଛନ୍ତି। ଯାଉଥିବା ସମୟରେ ଆନିର କଥା ଶୁଣି ଅଂଶ ଫୋନ୍ କରିଛନ୍ତି ଆଦ୍ୟା ପାଖକୁ। କଲ୍ ରିଙ୍ଗ ହେଇଛି ଏବଂ ଆଦ୍ୟା ଫୋନ୍ ଉଠେଇକି ହ୍ୟାଲୋ କହୁଛନ୍ତି। ଏପଟେ ଅଂଶ ମଧ୍ୟ ହ୍ୟାଲୋ କହିଛନ୍ତି। କ'ଣ ଦୁହେଁ ଦୁହିଁଙ୍କୁ ଜାଣିପାରିବେ ଯେ ସେମାନେ ହିଁ ମାନେ ଅଂଶ ଆଦ୍ୟା ବୋଲି? ପରସ୍ପର ଭିତରେ ଭଏସ୍ରେ ଜାଣିପାରିବେ ଯେ ଆମର ପୁରୁଣା ସମ୍ପର୍କ ପୁଣି ଫେରିଆସିବ ବୋଲି? ନା ସେମାନେ ଜାଣିପାରିବେ ନାହିଁ? ଜାଣିବା ପାଇଁ ମୋ ଚ୍ୟାନେଲ ସହିତ ଯୋଡ଼ି ହୋଇଥାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ନିଜ ଫ୍ରେଣ୍ଡସ୍କୁ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ କରି ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ନୋଟିଫିକେସନ୍ ବେଲକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ସିନ୍ଦୁର ଖେଳ ସିରିଏଲରେ ଆଗାମୀ ଅଧ୍ୟାୟରେ କ'ଣ ହେବ ଆପଣମାନେ ସମ୍ପୂର୍ଣ୍ଣ ଅପ୍ ଟୁ ଡେଟ୍ ସମସ୍ତ ଆଗରେ ଜାଣିପାରିବେ।